ପାଗଳ ହେଇଯିବେ ଉନ୍ମତ୍ତ ହେଇଯିବେ ତାଙ୍କର ରୂପ ସୌନ୍ଦର୍ଯ୍ୟ କୁ ଦେଖିଲେ। ଥରେ ଯିଏ ଦେଖିଦେଇଛି ଶତ୍ରୁ ଯାକ ତ ଦେଖୁଛ କେମିତି ଉଦ୍ଧାର ହେଇ ପଳେଇଲେ ମହାଭାରତ ଯୁଦ୍ଧରେ ସାରଥୀ ରୂପରେ ଦେଖି। ଆଉ ପ୍ରୀତିରେ ପ୍ରେମରେ ଯୋଉମାନେ ରହିଛନ୍ତି ତାଙ୍କୁ ଦର୍ଶନ କଲେ କଣ ହବ ତାଙ୍କର ଅବସ୍ଥା? ଶ୍ୟାମ ନାଗର ହେ ଏ ବେଶ ହୋଇବ ନାହିଁ ଶ୍ୟାମ বেশ হইলে পাষাণ তরলে বেশ হইলে পাষাণ তরলে বেশ হইলে পাষাণ তরলে বেশ হইলে বঞ্চিবে নাহি শ্যাম নাগরে ভঙ্গি ভঙ্গি মা বজেবে মোহন মুরলী চাহি গো আমি ଆମର ଏ ରୂପ ଦେଖିକି ପଥର ତ ତଳି ଯାଇଛନ୍ତି। ଦିବ୍ୟ ହେଲେ ବୃନ୍ଦାବନ ପରିକ୍ରମା କରି ଗଲେ ଦେଖିବ ପଥରରେ ସବୁ ତରଳିଗଲା, ତାଙ୍କର ପାଦ ଚିହ୍ନ ସବୁ ଅଛି, ପଥର ତଳି ଯାଉଛି। ଯୁବତୀ ବଞ୍ଚିବେ କାହିଁକି? ଯୁବତୀ ମାନେ ବଞ୍ଚିବେ ଯଦି ଯଦି ସେ ବିବାହ ହେଇଥିବ ଆଉ ତ୍ରିଭଙ୍ଗୀ ନଟବର ରୂପରେ ରହିଥିବ। ନଟବର ରୂପ ହେଇକିରି ତିନି ଭଙ୍ଗୀ ହେଇକି ଠିଆ ହେଇଥିବ, ତା ଉତ୍ତର ମୁରଲୀଟାକୁ ପାଖରେ ଧରିଥିବ, ବଂଶୀଟାକୁ ବଜେଇକିରି ତେରିଛେଇକିରି ଯଦି ଅନେଇ ଦବ କଣ ହବ? ସେ କାମ ଦେବ ତମକୁ ଛାଇ ପଡିଗଲେ କାଲି କହୁଥିଲେ ନା ନାଇଁ? କସ୍ତୁରୀ ତିଳକମ୍ ଲଲାଟ ପଟଳେ ବକ୍ଷସ୍ଥଳେ କୌତୁଭମ୍ ନାସାଗ୍ରେ ନବମୌକ୍ତିକମ୍ କରତଳେ ଭେଣୁ କଳେ କଙ୍କଣମ୍ ସର୍ବାଙ୍ଗେ ହରିଚନ୍ଦନମ୍ ସୁଲଳିତମ୍ କଣ୍ଠେ ଚ ମୁକ୍ତାବଳୀ ଗୋପଶ୍ରୀ ପରିବେଷ୍ଟିତଂ ବିଜୟତେ ଶ୍ରୀ ଗୋପାଳ ଚୂଡାମଣି ଦର୍ଶନ କରିକି କାମଦେବ ମୃତ୍ୟୁ ଦେଇ ପଡିବ। ତାହେଲେ ତାଙ୍କର ପ୍ରିୟା ମାନେ, ତାଙ୍କର ସଖୀ ମାନେ, ପ୍ରିୟତମା ମାନେ ଗୋଲକରୁ ଆସିଛନ୍ତି। ଋଷି ମୁନି ମାନେ ସମସ୍ତେ ଯୋଗୁ ପ୍ରାର୍ଥନା କରି ଆସିଛନ୍ତି। ରାମଚନ୍ଦ୍ରଙ୍କ ଲୀଳାରେ ଯେତେ ସବୁ ମିଥିଳାରେ ସୀତାଙ୍କୁ ସିନା ବିବାହ କଲେ, କିନ୍ତୁ ଯେତେ ସବୁ ସଖୀ ମାନେ ଥିଲେ
आउ जो माने समस्ते थिले सेमाने कहते मोर इच्छा थिला रामचंद्र सहित विवाह करिके आनंद करिया पई तांको से भाग्य मिल नथिला ए कृष्ण अवतार रे समस्त डाकी गोपी मान भितर सब लीला करी तांकर मनस्कामना पूर्ण करछन्दी रास लीला आरंभ करी समस्त करछन्दी बुझिलो कौन नृत्य गीत करथिले गीत गोविंद रे पदटी लिखिछन्दी चंदन चर्चित नील कलेवर पीत बसन बनमाली चंदन चर्चित नील कलेवर पीत चंदन चर्चित नील बसन जगन्नाथ पाद पूर्ण कर गीत गोविंद से जगन्नाथ मंदिर रे प्रतिदिन गाया राजा गोटे सेवार परिपाटी करी देवदासी मान को रखी गीत गोविंद शुणिले आमर ओडिशा रे उत्कल देश रे तार महात्मा सर्वत्र रही को निमित्त करी से भाव रे आमर कवि माने लिखिछन वनमाणी लेखा एवं वैष्णव दास मान भंजन राधा प्रेम लीला कृष्ण लीला जेते करछन सब तांकर अनुगत भगवान स्वयं तार पाद पूर्ण करछन्दी सब आमर उत्कल देश रे लेखा अछि एवं से नाटक लीला समस्त अछि से सिद्धांत रे भगवान जो प्रकार से कृष्णर जतेक लीला सर्वश्रेष्ठ रास लीला जेतेक लीला अच्छी भितर सबुठु श्रेष्ठ होती रास लीला बुझिल से विषय आमको तो जीवाई भीतर को जाकि वर्णना करने तो समय नहीं आज आउे आमर शेष विश्राम दिन प्रसाद समस्ते पाइबापी सब आमर कर्मकर्ता माने समस्ते आज कहला आज्ञा आम सब बेसी आज रांधिचु आप डिक्लेयर कर सब प्रसाद समस्ते जमी पाइबे प्रसाद मिलिया दरकार प्रसाद न पड़े उदर तापर न पड़े उदर तावत ज्ञान कहीं तार बुझल उदरटा पुरले प्रसाद पड़े आगे ज्ञान की भक्ति की चर्चा की जहाँ कि हम तो प्रसाद करा से भीतर को आनी समय अपेक्षा कर आज शेष करवा तो भगवान रासलीला कले गोवर्धन धारण करके इंद्र को परास्त कले बुझे इंद्र को परास्त करने से गोटे कहीं एपटे आसी एपट छोट कहीं भांगुच कहीं बस से बस ना डिस्टर्ब बस पिला जाऊ किए गोटे किए रही से एपट छोट करना पिला जा सतिकी बसी शुणिला एपटे आगे तुम कथा अलग अच्छी
ବୁଝିଲା ଏ ତତ୍ତ୍ୱ କଥା ତମେ ଢୁକି ବୁଝିପାରିବନି କିଛି ଏପଟେ ସେପଟେ ଆଗକୁ ସମସ୍ତେ ପଳେଇବା ପାଇଁ ଝଗଡା କରୁଛନ୍ତି ଆଜ୍ଞା ଆଉ ବସ ତୁନି ପଡି ବସ ବୁଝିଲ ଭଗବାନ ଯୋଉ ଲୀଳା କଲେ ବୃନ୍ଦାବନରେ ଗୋଟିଏ କଥା କହିବା ଗୁପ୍ତ କଥା ସବୁ ଗୋବର୍ଦ୍ଧନ ଧାରଣ କରି ଇନ୍ଦ୍ରଙ୍କୁ ପରାସ୍ତ କଲେ ଗୋବର୍ଦ୍ଧନ ଧାରଣ କଲେ ଇନ୍ଦ୍ର ଆସିକି ତାଙ୍କୁ କ୍ଷମା ମାଗିଲା ସ୍ତୁତି ସ୍ତବ କଲା ଗୋବିନ୍ଦ ନାମ ଦେଇକିରି ଅଭିଷେକ କରେଇଲା ସୁରଭିଙ୍କୁ ଆଣିକି ସବୁ ଲୀଳା କଥା ଅଛି ଏ ଯେତେବେଳେ ସରିଗଲା ସବୁ ଭାଗବତର କଥା ହିଁ ସବୁ ଯେତେ ବୁଢା ଯାକ ଥିଲେ ଉପନନ୍ଦ ସୁନନ୍ଦ ଇତ୍ୟାଦି ସବୁ ନନ୍ଦଙ୍କର ସବୁ ବୁଢା ବୁଢା ଯାକ ଥିଲେ ସେମାନେ ସବୁ ବସିଲେ ଚିନ୍ତା କଲେ ବୁଢା କହିଲେ କି ପ୍ରକାର ସମ୍ଭବ 7 ବର୍ଷର ବାଳକ କାଣି ଆଙ୍ଗୁଠିରେ ପର୍ବତଟାକୁ ଧରିଦେଲା ଇନ୍ଦ୍ର ତାଙ୍କର କୋପ କରିକି 7 ଦିନ 7 ରାତି ତାଙ୍କୁ ଘଡଘଡି ବିଜୁଳି ବଜ୍ରପାତ ବରଫ ପକେଇଲା ସମ୍ବର୍ତ୍ତକ ମେଘ ପ୍ରଳୟ ସମୟରେ ଯୋଉଟା ଆସିବା କଥା ତାଙ୍କୁ ପଠେଇଲା ସିଏ ମେଘକୁ ଅର୍ଡର ଦେଲା ଆମକୁ ସମସ୍ତଙ୍କୁ ମାରିବା ପାଇଁ ସିଏ କରିଥିଲା ଇଏ କି ପ୍ରକାର ସମ୍ଭବ 7 ଦିନର ପିଲା କାଣି ଆଙ୍ଗୁଠିରେ ଟେକିକିରି ସେ ପର୍ବତଟାକୁ ଦେଖି ରଖିକି ଆମକୁ ଗଲା କିଛି କାହାର ହେଲାନି କଣ ହେଲାନି ବୋଲି ତାଙ୍କ ବିଷୟରେ ବସିକି ଆଲୋଚନା କଲେ ଭାଗବତ କଥା ଆଲୋଚନା କରିବା ପରେ କହିଲେ ଏଇଟା କି ପ୍ରକାର ଏଇଟା ସମ୍ଭବ ନାହିଁ କୌଣସି ଦେବତା ହେଇଥିଲେ ମଧ୍ୟ ଇନ୍ଦ୍ରଙ୍କ ତ ହଉଛନ୍ତି ଦେବରାଜ ସିଏ ଇନ୍ଦ୍ର ହଉଛନ୍ତି ଦେବତାଙ୍କର ରାଜା ବୁଝିଲ ତାଙ୍କର ବିରୋଧୀ କରିବ କିଏ ସେ ସାକ୍ଷାତରେ ଆସିକିରି ପବନ ଦେବତା 49 ପବନ ଦେବତା ଲାଗିଗଲେ ତାଙ୍କ ଭିତରେ ପୁଣି ମେଘ ମାନେ ସମସ୍ତେ ଆସିକି ଲାଗିଲେ ଆକ୍ରମଣ କଲେ ଦେବତା ମାନଙ୍କର କୋପ ଦୃଷ୍ଟି ହେଇକି କଲା ହେଲେ ତାଙ୍କ ଭିତରେ କିଛି ହେଲାନି ରହିଗଲା ହେଲେ ଇଏ କିଏ ସେ କିଏ କଣ ହେଲେ ସେ ଦେବତାଙ୍କୁ ହେଲେ ଅଧିକ ହେଇଥିବ ନହେଲେ କେମିତି ରହିବ ଯୁକ୍ତିଯୁକ୍ତ କଥା କହିଲେ ବୁଢାମାନେ ବସିଲେ ବିଚାର କଲେ ସମସ୍ତେ ବସିକି ଚିନ୍ତା କରି କହିଲେ ଏ ନନ୍ଦ କହୁଛି ମୋର ପୁଅ ବୋଲି ଯଶୋଦା କହୁଛି ମୋର ପୁଅ ବୋଲି ପିଲାବେଳୁ ଆମେ ଦେଖିଛୁ ଯୋଉ ଏଡ ବଡ ଅସୁରୀ ହେଇଥିଲା ପୁତନାଙ୍କୁ ମରିଥିଲା କି ପ୍ରକାର ସମ୍ଭବ ଏ ଗଛ ଦିଟା ଯୋଉ ପଡିଗଲା ଜାମଳା ଯୋଉ ପଡିଗଲା 1000 ବର୍ଷ ତଳରୁ ଥିଲା ପଡିଗଲା ଦିଟା ତାଇରୁ ଦେବତା ବାହାରିଥିଲେ ପିଲା ଯାକ କହୁଥିଲେ ଆମେ ସତ କରୁନଥିଲୁ ଏଇଟା ସବୁ ଯାକ ସତ ତାପରେ ଅଘାସୁର ବକାସୁର ଧେନୁକାସୁର କାଳିଅ ପଦରେ ମରି ଯାଇଥିଲେ ସବୁ ଯାକ କାଳିଅକୁ ସବୁ ବଞ୍ଚେଇଲେ ଅଘାସୁର ପେଟରେ ପିଲା ଯାକ ପଡିଥିଲେ ସେ ଯାକ ମଧ୍ୟ ବଞ୍ଚେଇଲେ ବ୍ରହ୍ମ ମୋହନ ଲୀଳା ତ ସେମାନେ କିଏ ଜାଣିନାହାନ୍ତି ସେଇଟା ତ ଅତି ଗୋପନୀୟରେ ହେଇଛି ସେଇଟା ଏଇ ଯୋଉ ସବୁ କରାହେଇଛି ଇଏ କୌଣସି ଗୋଟିଏ ଦେବ ପ୍ରବଳ ବୋଲି କହିଛନ୍ତି ଦେବତା ମାନଙ୍କ ଭିତରେ ଶ୍ରେଷ୍ଠ କିଏ ହେଇଥିବେ ଏ 2 ଜଣ ଆସିଛନ୍ତି ରାମ ଆଉ କୃଷ୍ଣ ଇଏ ଆମର ଯୋଉ ପୁଅ ବୋଲି ଆମେ ତାଙ୍କୁ କହୁଛେ ହସ ଗମାନ୍ତ କରୁଛେ ତାଙ୍କ ସାଙ୍ଗରେ ଯୋଉ ଡେଇଁ ବୁଲିକିରି ସବୁ କରୁଛେ ଏଇଟା ପ୍ରକୃତରେ ସତ୍ୟ କଣ ତାର ଅଛି ଆମକୁ ଜାଣିବା ଦରକାର ବିଚାର କଲେ ତାପରେ ଆଉ ଗୋଟେ କଥା କହିଲି ଏ ଯେତିକି ଯାକ ଲୋକ ଅଛନ୍ତି ଆବାଳ ବୃଦ୍ଧ ମନିତା ପଶୁ ପକ୍ଷୀଠୁ ଆରମ୍ଭ କରିକି ସେ ତାଙ୍କ ପାଇଁ ସବୁ ପାଗଳ ତାଙ୍କୁ ନ ଦେଖିଲେ କିଏ ରହିପାରୁନାହାନ୍ତି ସ୍ତ୍ରୀ ହଉ ପୁରୁଷ ହଉ ବାଳକ ହଉ ପଶୁ ପକ୍ଷୀ ଯାକ ହଉ ମାଙ୍କଡ ହଉ କି ଗାଈ ହଉ କି ଗୋରୁ ହଉ କି କୁକୁର ହଉ କି ବିଲୁ ହଉ ସେ ବଣକୁ ଗଲେ ସବୁ ଜାଗା ତାଙ୍କ ପଛରେ ପଡୁଛି ସବୁ ବିଲ ପଶୁ ପକ୍ଷୀ ସବୁ ଗାଁରେ ଖାଲି ସବୁ ତାଙ୍କ ଯିବେ ସେଠି ପ୍ରସାଦ ଖାଇବେ ବୁଲିବେ ସବୁ ନାଟ କରିବେ ମାଙ୍କଡ ଯାହା ସବୁ ଗଛ ଡେଇଁକିରି ସବୁ ଯିବେ ଆଗରେ ସବୁ ଯିବେ ତାଙ୍କ ପାଖରେ ସବୁ ପଡିଥାଉଛନ୍ତି ଏ ସମସ୍ତଙ୍କର ଏ ପ୍ରୀତି ଘରେ ଯୋଉମାନେ ଯାଇ ନଥାଉଛନ୍ତି ଗୋପୀ ମାନେ ସ୍ତ୍ରୀ ମାନେ ଅଛନ୍ତି ଗୋପୀ ମାନେ ଅଛନ୍ତି ତାଙ୍କ କଥା ଚିନ୍ତା କରୁଛନ୍ତି ତାଙ୍କ ଗୀତ ଗାଉଛନ୍ତି ତାଙ୍କ କଥା ଶୁଣୁଛନ୍ତି ଆଉ କାହା କଥା ଆମ କଥା କିଏ କଥା ବୁଝନି ବୁଢା ବୁଢୀ କଥା କିଏ ପଚାରିବ ତାଙ୍କ ଭିତରେ ଏଇଟା ମଧ୍ୟ ଆଲୋଚନା କରୁନି କହିଲେ ତାଙ୍କ ପ୍ରତି ଏତେ ଆଉ କାହା ପ୍ରତି ନାହିଁ ଏ ପିଲା ଜାଗାର ମଧ୍ୟ ତାଙ୍କ ପ୍ରତି ବୁଢୀ ଜାଗାର ମଧ୍ୟ ତାଙ୍କ ପ୍ରତି କିଏ କୋଉ ଭାବରେ ସମସ୍ତେ କିଏ ହାସ୍ୟ ଭାବରେ ହଉ କିଏ ଦାସ୍ୟ ଭାବରେ ହଉ କିଏ ସଖ୍ୟ ଭାବରେ ହଉ ସମସ୍ତଙ୍କୁ ଏତେ ପ୍ରୀତି ପ୍ରେମ ଅସମ୍ଭବ ଏଇଠି କେମିତି ଏଇଟା ହବ
ଚାଲ ନନ୍ଦକୁ ପଚାରି ଆହୁରି ସମସ୍ତେ ମିଶିଲେ ବୁଢା ମାନେ ଯାଇକି ନନ୍ଦ ମହାରାଜ ପାଖରେ ପହଞ୍ଚିଲେ। ନନ୍ଦ ମହାରାଜ ଆସି ଦେଖିଲେ, ନନ୍ଦ ତୋ ପାଖରେ ଆମର ଗୋଟେ ଜାଣିବାର ବିଷୟ ଅଛି। କଣ ହେଲା? ସବୁ ବସିଲେ, ବସିକି ବୁଢାମାନେ ସବୁ ଯୋଉମାନେ ଥିଲେ ଗାଁର ସବୁ ମୁଖିଆ ମାନେ ସବୁ ଥିଲେ, ଯୋଉମାନେ ସବୁ ବଡ ବଡିଆ ସବୁ ଥିଲେ, ବସିଲେ, ସବୁ ବସିଲେ, ବସିଗଲେ। ତୁ ସତ କଥାଟି କହ, ତୋର ପୁଅ ନା ଆଉ କିଏ? ସତ କଥା ଏଇଟା ସମ୍ଭବ? 7 ଦିନ ଗୋଟେ ପିଲାଟି ଧରିବ, 7 ବର୍ଷ ଧରିବ। ତାପରେ କହିଲେ, ଏଇ ଯୋଉ ଲୀଳା ଯାଗ ସବୁ କରିଛନ୍ତି ପୂର୍ବରୁ, ଏଇଟା ସମ୍ଭବ କିଏ ଗୋଟେ କରିବ? ଇନ୍ଦ୍ରଙ୍କ ପାଖରୁ କିଏ ତାଙ୍କର ବର୍ତ୍ତି ବସି, ସିଏ ତ ଦେବତା ମାନଙ୍କର ଦେବ ରାଜା, ସିଏ ତାଙ୍କୁ ମାରିବା ପାଇଁ ସମସ୍ତଙ୍କୁ ଏମିତି କଲା। ତାଙ୍କର ଯଜ୍ଞଟାକୁ ବନ୍ଦ କରିଦେବାରୁ ରାଗିକିରି କଲା। ଯାହା ହଉ ଆମକୁ ସେ କାଣିଆ ଗୋଟେ ରଖିକିରି, ପରଦୂତଟେ ରଖି 7 ଦିନ 7 ରାତି ପର୍ଯ୍ୟନ୍ତ କୁଆଡେ ଆମକୁ କୋଉଠି ଭୋକ ହେଲାନି କି ଶୋଷ ହେଲାନି, ସବୁ ସିନେମା ଦେଖିଲା ବେଳେ କୁଆଡେ ଟାଇମ ପଳେଇଲା ଆମେ ଜାଣିପାରିଲୁନୁ। ସେ ଖାଇକିରି ପଳେଇଲା, ସବୁ କଲା। ସତ କଥା କହ, ଏଇଟା କିଏ ତୋ ପୁଅ ନା କିଏ? ନନ୍ଦ ପଡିଗଲେ ଖାପସାରି। କଣ କରିବୁ? ସତ କଥା ସେଇଟା କିଏ ତାଙ୍କୁ କହିବୁ? ଯଶୋଦା ମଧ୍ୟ ଅଛନ୍ତି, ବୁଝିଲେ, ରୋହିଣୀ ମଧ୍ୟ ଅଛନ୍ତି, ସବୁ ତାଙ୍କର ଘର ଭିତରେ କଥାଟା ଚାଲିଛି। ନନ୍ଦ ମହାରାଜ ସତ କଥାଟି କହିବା ପାଇଁ ବାଧ୍ୟ ହେଲେ। କଣ ସତ କଥାଟି? ନା ଯେତେବେଳେ ତାଙ୍କର ନାମକରଣ ହେଲା, ଆସିଥିଲେ ଗର୍ଗମୁନି, ବସୁଦେବ ପଠେଇଥିଲେ, ତାକୁ ଗୁପ୍ତରେ ନାମ କାହିଁ କଂସ ଜାଣିଦେବ ବୋଲି ସେଥିରେ ଗୁପ୍ତରେ କଲାବେଳେ କହିଛନ୍ତି, ଗର୍ଗ କହିଥିଲେ, ତସ୍ମାତ୍ ନନ୍ଦାତ୍ମଜୟୋତେ ନାରାୟଣ ସମଗୁଣୈଃ। ମତେ ଗର୍ଗ କହିଥିଲେ, ହେ ନନ୍ଦ, ତମର ଯୋଉ ପୁତ୍ର ଇଏ ନାରାୟଣଙ୍କର ସମାନ। ଇଏ ପୂର୍ବେ ଶୁକ୍ଳ ବର୍ଣ୍ଣ ହେଇକିରି ଜାତ ହେଇଥିଲେ, ତାପରେ ରକ୍ତ ବର୍ଣ୍ଣ ହେଇକି ତ୍ରେତୟାରେ ଜାତ ହେଇଥିଲେ, କଳି ଯୁଗରେ ପୀତ ବର୍ଣ୍ଣ ହେବେ, ଏବେ କୃଷ୍ଣ ଇଦାନୀ କୃଷ୍ଣତାଙ୍ଗତ, ଏବେ କୃଷ୍ଣ ରୂପରେ ସିଏ ଆସିକିରି ଧର୍ମ ରୂପରେ ରହିକିରି କରୁଛନ୍ତି, ପାଳନ କରୁଛନ୍ତି। ଆଙ୍କର ନାମ କେତେ ଅଛି ମୁଁ ଜାଣିନି, କି କେହି ଜାଣିନାହାନ୍ତି। କହିଦେଲି ନାମଟି ଦେବେ ନା, କୋଉ ନାମ ଦେବେ? ଆଙ୍କର କେତେ ନାଁ ଅଛି ନା, ହମ୍ ନ ଇତର ଜନା, ମୁଁ ଜାଣିନି, କି ଆଉ କେହି ମଧ୍ୟ ଜାଣନ୍ତିନି। କୋଉ ବେଦ ପୁରାଣ ଇତିହାସ ଇତ୍ୟାଦି ଅଛନ୍ତି, ଯିଏ ଯେତେ କରୁଛନ୍ତି ତାଙ୍କର ନାମ ବିଷୟରେ କେହି କେତେ କିଏ ଜାଣନ୍ତିନି, ମୁଁ ବି ଜାଣିନାହାନ୍ତି। ଆଉ ଯେତେବେଳେ ବିପତ୍ତି ପଡୁଛି ଏ ପୃଥିବୀକୁ ସୃଷ୍ଟିରେ, ସେତେବେଳେ ଆସିକିରି 2 ଜଣ ଆସିକିରି ରକ୍ଷା କରିକି କରୁଛନ୍ତି। ତାଙ୍କୁ କହିଲେ, ତମ ମାନଙ୍କୁ ସବୁ ବିପଦରୁ ସିଏ ଉଦ୍ଧାର କରିବ। ଗୋପସ୍ୱ ତାଙ୍କୁ ଭଲକିରି ପାଳନ କର, ତମକୁ ସିଏ ରକ୍ଷା କରିବ। କସ୍ମିନ୍ ବସୁଦେବ ଜାତ, ଇଏ ପୂର୍ବେ ବସୁଦେବଙ୍କର ମଧ୍ୟ ପୁତ୍ର ହେଇଥିଲା। ଏବେ ଆଇକିରି ଆଣିଛନ୍ତି, କରିଛନ୍ତି, ଏ କଥା କହିନାହାନ୍ତି। ପୂର୍ବେ ଏ କଥା ଲେଖା ହେଇଛି ଭାଗବତରେ, ବୁଝିଲେ, କରାହେଇଥିଲା। ଏ କଥା ସବୁ କହିଦେବାରୁ କହିଲେ, ଠିକ ତମେ ଯାହା କହିଲ, ଗର୍ଗ ଯାହା କହିଛନ୍ତି ଠିକ, ଆମେ ଦେଖୁଛୁ, ଆଉ ଡାଉଟ କିଛି ନାହିଁ। କଣ କରିବା ନା, ଚାଲ ତାଙ୍କ ପାଖକୁ ଯିବା, କହିବା ତମେ ଆଉ ଆମ ପାଖରେ କପଟ କରନ, ଆମକୁ ଆଉ ତମେ ମାୟା ଦେଖନ। ଏଇ ସଂସାର ଭିତରେ ତ ସବୁବେଳେ ବିପତ୍ତି, ଦେବତା ମାନେ ଆମକୁ ମାରିବାକୁ ଆଇଲେ, ଅସୁର ମାନେ ଦେବତା ମାନଙ୍କୁ ଆଇଲେ, ସବୁବେଳେ ବିପତ୍ତି ଅଛି। ଆମକୁ ଏଇଠୁ ନେଇଯାଅ, ଅନ୍ୟ ଲୋକଙ୍କୁ ଗୋଟେ ନେଇଯାଅ, ତମର ସିଆଡେ ଗଲେ ଆମେ ପଡୁ। ଠିକ ସମସ୍ତେ ମିଶିଲେ, ନନ୍ଦ ମହାରାଜ ବି ମିଶିଲେ, ଯଶୋଦା ମିଶିଲେ, ଆଉ ସବୁ ବୁଢା ଯେତେ ଥିଲେ, ଆଉ ସ୍ତ୍ରୀ ମାନେ ଥିଲେ, ସଖା ମାନେ ଥିଲେ, ସବୁ କହିଲେ, ହଁ ଆମେ ସବୁ ପଳେଇବା, ଚାଲ ଏଇ ରହିଲେ ସବୁବେଳେ ବିପତ୍ତି, ଆଉ ଦୁଃଖ ହଉଛି, ପଳେଇବା। ସମସ୍ତେ ମିଶିକିରି ଗଲେ। କୃଷ୍ଣ ବଳରାମ ଅଛନ୍ତି, ତାଙ୍କ ପାଖରୁ ଆସିଛନ୍ତି, ଗୋଚାରଣ ଲୀଳା ତାଙ୍କର ସରିକି ଆସିକି ଅଛନ୍ତି। ସମସ୍ତଙ୍କ ପାଖକୁ ଯାଇକି କହିଲେ, ହେ ରାମ, ହେ କୃଷ୍ଣ। ତାଙ୍କ ଭିତରେ ଉପନନ୍ଦ ଥିଲେ, ନନ୍ଦ ମହାରାଜଙ୍କ ବଡ ଭାଇ ଥିଲେ ଜଣେ, ସୁନନ୍ଦ, ଏସବୁ ବଡ ଥିଲେ ସେମାନେ, ତାଙ୍କ ଅଗ୍ରଗଣ୍ୟ ତାଙ୍କ ଭିତରେ। କହିଲେ, ତମେ ଆମର ପୁତ୍ର ରୂପରେ ସିନା ଜନ୍ମ ହେଇଛ, ଆମେ ତମକୁ ଚିହ୍ନି ପାରୁନୁ, ଆମେ ତମକୁ ଚିହ୍ନି ପାରିଲୁନୁ, ତମକୁ ଜାଣିପାରିଲୁନୁ। ଆମେ ତମକୁ ଏମିତି ସଙ୍ଗା ସାଥୀ ସଖା ସଥା ବୋଲି ସବୁ କରିକି କରୁଛୁ,
ତମେ ଶ୍ରେଷ୍ଠ ପ୍ରବରୁ ତମେ କୌଣସି ଦେବତା ମାନଙ୍କର ଶ୍ରେଷ୍ଠ ନହେଲେ ତମେ ଏଇ 7 ବର୍ଷ ପିଲା ଏ ଯୋଉ ରଖିକିରି ଇନ୍ଦ୍ରକୁ ପରାଜୟ କଲ ଏସବୁ ଲୀଳା ଯାକ କହିଲ ଆଉ ତମେ ଆମକୁ କପଟ ନ କରିକିରି ଆମକୁ କଣ କର ଭଗବାନ ଟିକେ ହସିଲେ ଜାଣିଦେଲେ ନାଇଁ କି ଜାଣିଦେଲେ ଲୀଳାଟା ହବ କି ଭଗବାନ ବୋଲି କହିଲେ ଆଉ ତାଙ୍କ ସାଙ୍ଗରେ ଖେଳିବେ ନା ନାଟ କରିବେ ନା ବୁଲିବେ ନା ତାଙ୍କ ସାଙ୍ଗରେ ଚୋରି କରିବେ ନା ତାଙ୍କ ସାଙ୍ଗରେ କଣ କରିବେ ନାଟକଟା ତ ହବନି ସେଇଠୁ କଣ କଲେ ଆଚ୍ଛା ତମେ ଆମକୁ ଏଇଠୁ ନେଇଯାଅ ଏଇଠି ଆମେ ରହିଲେ ଏଇଠି ସବୁବେଳେ ବିପତ୍ତି ହଉଛି ତମେ ଆମକୁ ଏଇଠୁ ନେଇଯାଅ ବୋଲି କହିଲେ ସେଇଠୁ ଭଗବାନ ଟିକେ ହସିଲେ କହିଲେ ଆଉ ତାଙ୍କର ମନସ୍କାମନାଟା ପୂର୍ଣ୍ଣ କରିବାକୁ ହବ ନହେଲେ ତ ମନସ୍କାମନା ପୂର୍ଣ୍ଣ ନହେଲେ ତ ଆଉ କିଛି କାମ ହବନି ମନ କୁଆଡେ ଯିବନି ମନଟା ସେଇଥିରେ ଲାଗି ରହିବ ତାଙ୍କୁ କହିଲେ ଆଚ୍ଛା ହଉ ଆସ ତମକୁ ମୁଁ ନେଇଯିବି ଯୋଉଠି କୌଣସି ବିପତ୍ତି ନାହିଁ କୌଣସି ଦୁଃଖ ନାହିଁ କୌଣସି ଭୟ ନାହିଁ କୌଣସି ଲୀଳା ନାହିଁ ଶାନ୍ତ ଯୋଉଠି ଅଛି ଶାନ୍ତ ପରିବେଶ ସେଇଠିକି ଯିବ ଚାଲ ଭଗବାନ କହିଲେ ମୁଁ ଏଇଠି ଅଛି ଲୀଳା କରୁଛି ମତେ ଜାଣିପାରୁନାହାନ୍ତି ସେଇଠି ସେ କଣ କଲେ ଗୋଟେ ବ୍ରହ୍ମ ହ୍ରଦ ଅଛି ଦେଖିବ ବୃନ୍ଦାବନରେ ସେଇ ହ୍ରଦ ଭିତରୁ ଯାଇ କଲେ ବୁଡି ପଡେ ସେଇଠି ସମସ୍ତେ ଭିତରେ ଯାଇକିରି ବୁଡିବାକୁ ଯାଇଛନ୍ତି ବୁଡି ପଡୁଛନ୍ତି ଅକ୍ରୁର ଯେମିତି ଦର୍ଶନ କଲେନି ସେ ବୁଡି ପଡୁଛନ୍ତି ପହଞ୍ଚିଗଲେ ଯାଇକିରି ବ୍ରହ୍ମ ଲୋକରେ ସତ୍ୟ ଲୋକରେ ଯାଇକିରି ବୈକୁଣ୍ଠ ଲୋକରେ ସେଠି ପହଞ୍ଚିଗଲେ ଦେଖିଲେ ସବୁ ନିର୍ମଳ ଚେଦାନନ୍ଦମୟ ବ୍ରହ୍ମ ତେଜମୟ ଚିଦାନନ୍ଦମୟ ଶୀତ ନାହିଁ ଖରା ନାହିଁ ଭୟ ନାହିଁ ଶୋକ ନାହିଁ ହିଂସା ନାହିଁ ଦ୍ୱେଷ ନାହିଁ କୋଉଥିରେ କିଛି ନାହିଁ ସମସ୍ତେ ବସିକି ଧ୍ୟାନ କରୁଛନ୍ତି ଶ୍ରୀକୃଷ୍ଣଙ୍କୁ ସେଇଠି ଦେଖିଲେ ସମସ୍ତେ ଧ୍ୟାନ କରୁଛନ୍ତି ଆଙ୍କୁ ଯେମିତି ଦେଖିଲେ ବସ 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 ଏଇ ବସ ଓଁକାର ଉଚ୍ଚାରଣ କର ପ୍ରଣବ ଉଚ୍ଚାରଣ କର ଆଉ ସବୁ ଧ୍ୟାନ କରିକି ଚକ୍ରରେ କରିକି ମୃଦଙ୍ଗ କରିକି ତାଙ୍କର କୃଷ୍ଣଙ୍କର ରୂପକୁ ଧ୍ୟାନ କରିକି ବସ ଏଇଠୁ ପାଟିତୁଣ୍ଡ କରିନି ସାଇଲେନ୍ସ କହିଲେ ଏଠି ପାଟିତୁଣ୍ଡ ନାହିଁ ବସିଲେ ଯାଇକିରି ପଦ୍ମାସନ କରିକି ବସ ମେରୁଦଣ୍ଡକୁ ସମାନେ ଠିକ କରିକି ରଖ ଟିକେ ମୋଡାମୋଡି ନ କଲେ ତମର ଟିକେ ଲୀଳାଟା ହଉନି କି ମଝି ମଝିରେ ଆଙ୍କର ଲୀଳାରେ ଟିକେ ଦେଖେଉଛନ୍ତି ବୁଝିଲ ହେଡୁ କରିକି ବସ ବୋଇଲେ ଏମାନେ ତ ଭଗବାନଙ୍କ ସାଙ୍ଗରେ ଖେଳିଆ ଲୋକ ତାଙ୍କ ସାଙ୍ଗରେ ପିଲା ଯାକ ଅଛନ୍ତି ତାଙ୍କ ସାଙ୍ଗରେ ନାଟ କରିବା ଲୋକ ତାଙ୍କ ସାଙ୍ଗରେ ଖେଳିଆ ଲୋକ ଇଏ ତାଙ୍କୁ ବସିଲେ ତାଙ୍କ ସାଙ୍ଗରେ ବସିକିରି ସେଇଠୁ ତାର ଧ୍ୟାନ କରିକି ବସି ପଦ୍ମାସନ କରି ବସି କୃଷ୍ଣଙ୍କୁ ଦେଖିଲେ କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ କୃଷ୍ଣଙ୍କ ସାଙ୍ଗରେ ଆମେ ଖେଳୁଛୁ ବୁଲୁଛୁ ଏଇ କୃଷ୍ଣ ତୁ ମନ ଭିତରେ ତାଙ୍କର ଖେଳା ଲୀଳା ଗୁଡାକ ସବୁ ବାହାରିକି ଆଇଲା ବହିକିରି କୋଉଠି ରହିବି ଗୋଡ ହାତ ବିନ୍ଧା ବିନ୍ଧି କଲା ତାଙ୍କୁ କୃଷ୍ଣ କହିଲେ ଏଇଠି କଣ ତମକୁ ଧ୍ୟାନ କରି ବହିବାକୁ ଏଇଠି କହୁଛନ୍ତି ଆମେ ଖେଳିବା ବୁଲିବା ଆନନ୍ଦ କରିବା ଯାଇକିରି ବୃନ୍ଦାବନରେ କହୁଥିଲି ଏଇଠି ଆଗେ କହୁଛନ୍ତି ଗୋଡ ହାତ ବନ୍ଦ କରି ଆଖି ବନ୍ଦ କରିକି ନାକକୁ ଅନେଇକିରି ଶୀଘ୍ର ଦୃଷ୍ଟି କରି ତମକୁ ଅନେଇବାକୁ କହୁଛନ୍ତି ନାଇଁ ଆମର ଗୋକୁଳକୁ ବୃନ୍ଦାବନକୁ ଆମେ ପଳେଇବା ନାଇଁ ନାଇଁ ଏଇଠି ବସ ଏଇଠି ରୁହ ଏଇଠି ଶାନ୍ତି ଜାଗା ଶାନ୍ତି ଚାହୁଁଛନ୍ତି ଏଇଠି ଶାନ୍ତ ଜାଗା ଯିବା କହିଲେ ନାଇଁ ନାଇଁ ଆଉ ଛଟପଟ ହେଲେ ବୁଝିଲେ କହିଲେ ଆମକୁ ଆଉଥରେ ବୃନ୍ଦାବନକୁ ନେଇଯାଉ ତମ ସାଙ୍ଗରେ ଆମେ ଖେଳିବୁ ନାଟ କରୁ ଗୀତ କରୁ ଆନନ୍ଦ କରୁ ସେବା କରୁ ଏ ବହିକିରି ଧ୍ୟାନ କରି ଗୋଡ ହାତ ବନ୍ଦ କରିକିରି ଆଖି ବନ୍ଦ କରିକି ନିଶ୍ୱାସ ରୁନ୍ଧିକିରି ପ୍ରାଣାୟାମ କରିକି କାହିଁକି ରହୁଛୁ ଧ୍ୟାନ ବୁଝିଲେ ସେତେବେଳେ ଛଟପଟ ହେଲେ କାହିଁକି ନା ସେଇ ଭଗବାନଙ୍କୁ କୌଣସି ଅନ୍ୟ ଲୋକରେ କୋଉଠି ତାଙ୍କର ଧ୍ୟାନ କରୁଛନ୍ତି କୋଉଠି ତାଙ୍କୁ ସୁକ୍ତ ଆକାରରେ ଗାନ କରୁଛନ୍ତି କୋଉଠି ତାଙ୍କର ବିଭିନ୍ନ ଲୀଳା ସବୁ ଚାଲିଛି ସେଇଠି ଦେଖିଲେ ଯେତେ ବୃନ୍ଦାବନରେ ସମସ୍ତେ ପଳେଇଥିଲେ ସେଇଠିକି ତାଙ୍କୁ କହିଲେ ନାଇଁ ଆମର ବୃନ୍ଦାବନକୁ ଅଧରେ ଆମକୁ ଧରିକିରି ପଳେଇବ ଆମେ ତମ ସାଙ୍ଗରେ ନାଟ ଗୀତ ଖେଳ କରିକି ଆମେ ତମର ସଖା ଭାବରେ ଆମେ ତମ ସାଙ୍ଗରେ ଯୋଉ ଭାବ ଆଦାନ ପ୍ରଦାନ କରୁଛୁ ସଖୀ ମାନେ କହିଲେ ଆମେ ତମ ସାଙ୍ଗରେ କରୁଛୁ ଏଇଠି ବସିକିରି ଆମର ଏଇ ଧ୍ୟାନ ଭାନ ଆମକୁ ଦରକାର ନାହିଁ ଆମେ ପଳେଇଲେ ସେଠୁ ଆଉଥରେ କହିଲେ ଆଖି ବନ୍ଦ କର ଆଖି ଯେମିତି ବନ୍ଦ କରିଛନ୍ତି ଆଉଥରେ ସବୁ ପଳାଇଲେ ବୃନ୍ଦାବନକୁ ଘୋର ପ୍ରେମାନନ୍ଦ ହେଲେ ଏଇଠି ଯିଏ ରହୁଛନ୍ତି ତାଙ୍କର ଜାଣିପାରୁନାହାନ୍ତି
ये गोटे असुविधा कौन जान ना ये मर्त्य लोक जो मैंने रोचे पाखे जदि देखुए सब महत्व बुझीपर एवं तुम घरे थी भगवान आसिले तुम घर बुझल कौन कर तुम देखीदेल भगवान कि जान तुम भगवान बोलिकी कहले तुम ना चारि चतुर्बाहु देख बोले मत देखदेले बसला कौन कर तुम सीरिया आसन टे दो बसा दे चेयर फेर कौन टी अच्छी बोले आनिक बस बोली कह बसई ना कौन फलमूल कौन टी खाई देव बोले तादर कौन कर मोर ये कामटा ना है मोर से कामटा है तुम टे कर दियो ना कौन आ कौन कर तुम आमर कह तुम कह सातर जदि दिने बाहर 2 दिन होगा आ तुम रांधि बाड़ी खाई पके मुझे काम कर रांधि बाड़ी मो रखी दे ना नहीं भगवान से अर्चा अवतार रूप ले मौन मुद्राभ्याम करी ना महाप्रभु जदि विग्रह रूप में रखीच महाप्रभु जदि कथबार्ता कहीकि तुम सागर चलिए तुम कौन कर सीधा चाकर करे दो आ घर टा जगी थो तुम जगी ते लगला रे गोपाल ते लगला बोली कहीदे चक्र कर ना नहीं यही संसार मर्त्य लोक बुझी पारती जानी पारती तत्वतः तांको जानिया दरकार तत्व जानिले तुटे भ्रांति भव सागर तरी जाते एवं जो वेति तत्वतः जन्म कर्म च मे दिव्य भगवान करे जन्म कर्म चरित्रा दिव्य स्वरूप तत्वतः करे जानिले त्यक्त्वा देह पुनर्जन्म नैति मामेति स्वर्जन तमे जन्म मरी जावा परे आ तुमको आ देह मिलिबनी आ मोर सेवा पाइबो मते पाइबो मामेति भगवान कहिसेंती कथा भगवान को चरित्र जानिया पाई अतएव रासलीला प्रसंग रे कहले ये रासलीला जो भगवान करिसेंती आकु जे सुनिबो वर्णना करियो से गुरुंकर आनुगत्य वैष्णव मानक आनुगत्य विक्रीडितं ब्रजवधूभिरिदं च विष्णोः श्रद्धान्वितो नो शृणुयात् अर्थवर्णयेत जः भक्तिपरां भगवती प्रतिलभ्य कामं हृद्रोगम आशु अपहिनोति न चिरेण धीर सुखदेव गोस्वामी कहले एटा देखिया पई स्त्री पुरुषंकर लीला ये संसार भितर सब जगह मुझे वर्णना करी पूर्वे सब तो सृष्टि होती स्त्री पुरुष गछपतर आरंभ कर पशु पक्षी जंदा पिंपिड़ी आरंभ कर देवलोक देवता आरंभ कर ब्रह्मलोक आरंभ कर समस्त भगवान लीला कर स्त्री पुरुष भाव से स्त्री पुरुष भाव जीव किंतु स्त्री ना कि पुरुष ना मन रख जीव आत्मा जी सी स्त्री ना कि पुरुष ना सी हूँ चेतनमय भगवान गोटे तटस्था शक्ति सत चित्त आनंदमय से चित्तमय शक्ति स्थान सी किंतु लीला करने गोटे गोटे ड्रेस देइचंदी गोटे गोटे शरीर देइचंदी से शरीर को लेकिन मुँह उड़ुचंदी तार भाया लीला करुचंदी सब आ कौन तार भाया लीला करुचंदी ता भितर इंद्रिय मान रखाई ता भितर दर्शन करुचंदी स्पर्शन करुचंदी ता भितर सब दुख पाउचंदी सुख पाउचंदी जन्म होचंदी मरुचंदी आयु छाड़ी पड़ना भागवतर तृतीय स्कंद कहले प्राय ये आत्मा स्त्री माने पुरुष चिंता कर पुरुष माने स्त्री चिंता कर मरिया पर पुरुष जाक स्त्री होती स्त्री जाक पुरुष होती कपिल भगवान वर्णना कर जेहेतु मन भितर से गुड़ाक सब चिंता करी धारणा करी वास्तव रे आत्मा जी ना स्त्री नुह सी पुरुष नुह शरीरटा गोटे पंचभूत जड़े जमी आमर गोटे मूर्तिटे कर गणेश मूर्ति कर सरस्वती मूर्ति कर सब मूर्ति करी कौन कर काठरे गोटे बांधुंट गोटे बाउंशे बांधुंट गोटे फ्रेम कर पाला गंडे तारे बांधुंट माटी गंडे तारे लिपुंट लिपि लिपिकी शुकौंट सिपी सुतुल सब बांधुंट बांधि बांधिकी शेष माटी पाटी होगला थे चून फून दौरान रंग फंग दे आखि पाखि खोली देखिले सत जना पड़े एमती अस्थिस्तंभम स्नायुबंधम मांस शोणित लेपित चर्मानुबद्धम आबद्धम पात्रमूत्र पुरीशया जत अन्नम प्रातः संस्कृत अन्नम सायं तच्च विनश्यति
तदीय रस संपुष्टे काय का नाम नित्यता कहले जोठे ए प्रकार शरीर हाड़ कंकाल गंडे अच्छी ता उपरे तमर स्नायु रे बंधा है ताइरे मांस शोणित लेपन कराई ता भितर पात्र मूत्र मलमूत्र पात्र रखाई ता भितर आउ जो खाऊचंदी सकाळे जोटा को रांधि संध्या बेलू से बड़का रहीगला गंधिया हो पोचका हो खाई आईरे रस संपुष्ट करके शरीर को मु नित्य सब भोग करी सब रही भावुच मु सुंदर मोर भाया किए ना मोर भाया सौभाग्य ना ये जाक धरिकी धनी मानी बड़ नेता बड़ चेता बोलिकी मन में अभिमान जो मैंने कहते भगवान कृष्ण कहले ये जाक सब जाक देहटा को मु बोली जे कहूँ सी हूँ नंबर 1 मूर्ख कम किए मूर्ख ना ये मूर्ख देहे जस्य आत्मबुद्धि स मूर्ख बोली कहले पंडित किए से ना पंडित बंध मुख्यविद आत्मार बंधन किंद हो संसार भितर मुक्ति किंद हो या जो माने जानती से माने होचंदी शिक्षित से माने होचंदी लिटरेट से माने होचंदी एजुकेटेड से माने होचंदी पंडित एकादश स्कंदरी कहते बुझिले एकादश तत्व उद्धव सहित जहाँ आलोचना करी 24टी अवधूत उपाख्यान कथा कहते ये 3 लोक से ज्ञान केबे चर्चा हेनी इतिहास रे वेद पुराण इतिहास रे मध्य हेनी देवता मानकर लोकरे ऋषि मानकर लोकरे मध्य से कथा केबे आलोचना हेनी एते गूढ़तर कथा भगवान उदाहरण दे किंदी संसार उद्धार हबो उपाख्यान दे एकादश स्कंदरे ए कलिजुगर लोक मानकु कृपा करी ए संसार जीवा समय रे उद्धम को निमित्त करी कहि देकी करे आपको जे पढ़िबो जे सुनिबो सी किए जानी परियो निजको सत्य स्वरूप को जानी परियो वास्तव रूप को जानी परियो संसारटा कौन जानी परियो धर्म कौन जानी परियो कर्तव्य कौन जानी परियो देश काल पात्र बुद्धि विवेक ज्ञान उदय हबो एवं जितेंद्रिय हो परियो आउ मन को एकाग्रता करि परियो काल मृत्यु को जय करी भगवान को धाम को जाई परियो और प्रेमानंद एकादश स्कंद तांकर कथा अछि कलि जुगर धर्म विषय में कहते ये जो आम देखुचे एगुड़ा सब लिखाई बापा माँ को पचारिनी वर्णाश्रम धर्म रही जिते बड़े बुढ़ा बुढ़ी हो चली पारे से आखिर लुह गड़ कांदे सबू क्रंदंती स्थविर बोली कहले झील पुओ मानकर सब जो आजिकल देखुच एगुड़ा सब लिखाई सेमती हम धर्म रही ऋतु काल वर्षा हेनी लोक मान प्रजा मान भितर राजा मानकर अवस्था एमती हो दस्यु मान सब राजनीति करेंगे लुटपाट हम विभिन्न प्रकार जहाँ होउची आउरी हब शेष भगवान कलिकी रूप रे आसी म्लेच्छनि बहनि धने करयसी करबालम म्लेच्छनि बहनि धने धूमकेतु मिव किमपि करालम् धूमकेतु मिव किमपि करालम् धूमकेतु मिव किमपि करालम् धूमकेतु Thank you.
रक्षा करने जितेबले जो दरकार आसुचंदी आसवे कौन आहरी रूप हम तांकर कही भय करिया कि दरकार म्लेच्छ हो समस्ते यही जो मैंने अच्छा सब म्लेच्छ हो म्लेच्छ मैंने करेंगे शेष कल्कि रूप में भगवान आसिकी आउे कर सत्य जुग प्रतिष्ठा करेंगे भय करिया दरकार नहीं कौन चिंता करिया दरकार नहीं भगवान नाम संकीर्तन करियो कलिजुगर धर्म नाम संकीर्तन चैतन्य महारूप आसिक नृत्य कीर्तन संकीर्तन कर बुझे जाइछन्ती आनंदर सहित लज्जा छाड़ी अभिमान छाड़ी कौन से आम परिचय छाड़ी भगवान नाम कीर्तन कर हाथ उठे भगवान नाइक डाक जमी द्रौपदी डाकी सभा भितर जमी गजराज सुंड टेक डाकी जमी भक्त मान डाकुंट कर भगवान उद्धार करके घर भितर तो डाकी पारे केवे घर भितर डाकिले कड़े भायाणी भाणी भाया कह आदु साधु संघ भितर सभा भितर डाकी दे तो जोरी हाथ उठे नृत्य कर डाकी दे तो भगवान पाखे थो से मला को भगवान को मन पकई ने गौर प्रेमानंद हरिहराय नम कृष्ण यादवाय नम हरिहराय नम कृष्ण हरिहराय नम कृष्ण यादवाय माधवाय कृष्णवाय नमः
पाखे रेजिस्ट्रिंग था मला तो गोड़ हाथ खुलची पारे पार्टी खोलनी गोड़ हाथ बुलनी थाऊ था गोर जोर टाणा कर डेकरी कीर्तन कर दी तो भगवान पाखे थाऊ बराह भगवान गोटे श्लोक कहते बुझल बराह भगवान कहले मोर भक्त माने मला बेलू तांकर बात कफ बात पित्त इत्यादि काले मत भूली स्मृति रही पाठे मो ना उच्चारण करेनि मत से भूली किंतु मत जो मैंने भक्ति कर भूलि मरला बेलू मन पकई धरिक पड़े प्रेमानंद राधे 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 राधा हरि बोल
चैतन्य महाप्रभु कली जुगर लोक मान समस्त को आनंद रे जो रासलीला कृष्ण बेंच पड़ी नृत्य गीत करुले बुझल से रास नृत्य को संकीर्तन करी कली जुगर लोक मान किसी कष्ट करिया दरकार नहीं आकंठ करिया कर प्रसाद भोजन लखाई न पीरी गुड़े रहा दरकार नहीं कंठ करी खाओ मुख्य आनंद रे उच्च स्वरे बोलो हरे कृष्ण बस दीटा हेले बोला प्रसाद और कीर्तन बुझला बोल श्रीमद् भागवत महापुराण की हरे कृष्ण 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 हरे 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 राम राम राम। मंगल से आम मान प्रसाद देकर कीर्तन कथा कर मंगल हम आमर मंगल हम भगवान कृपा हम जगतर मंगल हम जिते सब मद निशा खाई पड़ी सब कौन आम सांगे भगवान नाम रस पान कर कीर्तन कर नाटक कर उद्धार होते जगतर मंगल हो करपड़ा ग्रामवासी मंगल हो समस्त मंगल हो उदाय गौर प्रेम पळा